ଆଜି ଆମେ ଜାଣିବା ଧନ ଆସିବାର 25ଟି ଶୁଭ ସଂକେତ ବିଷୟରେ। 1. ଆପଣଙ୍କର ଏକ ଭଲ ଦିନ ରହିଥାଏ। ସେହି ଭଲ ଦିନରେ ଯଦି ଆପଣଙ୍କୁ ପଇସା ପ୍ରାପ୍ତ ହୋଇଥାଏ ତେବେ ଜାଣିବେ ଯେ ଆପଣ ଉପରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଛନ୍ତି ଏବଂ ଆଗକୁ ଆପଣଙ୍କୁ ଧନର ପ୍ରାପ୍ତି ହେବ। 2. ସକାଳୁ ଉଠିବା ପରେ ଯଦି ଘଣ୍ଟି ଶବ୍ଦ, ଶଙ୍ଖର ଶବ୍ଦ କିମ୍ବା ଭଜନ ଶୁଣନ୍ତି ତେବେ ଆପଣଙ୍କର ଭଲ ସମୟ ଆସିବାର ସଂକେତ ଦେଇଥାଏ। 3. ଝିଣ୍ଟିକା ନାମ ଶୁଣିଲେ ଆପଣଙ୍କୁ ହସ ଆସିପାରେ। ଝିଣ୍ଟିକା ଶବ୍ଦ ଶୁଣିଲେ ଓ ଝିଣ୍ଟିକାକୁ ଦେଖିଲେ ତେବେ ଖରାପ ସମୟ ସମାପ୍ତ ହୋଇଥାଏ, ଯାହା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ନମ୍ବର 4. ଘୁଷୁରୀ ଭଲ ଭାଗ୍ୟ ଆଣେ ବୋଲି ମାନ୍ୟତା ଦିଆଯାଏ। ସେଥିପାଇଁ ଶାସ୍ତ୍ରରେ ଘୁଷୁରୀକୁ ଶୁଭ ବିଚାର ବୋଲି କୁହାଯାଇଛି। ଯଦି ଆପଣ ଘୁଷୁରୀ ଦେଖନ୍ତି ତେବେ ଆପଣଙ୍କର ଭଲ ସମୟ ଆସିବାର ସଂକେତ ମିଳିଥାଏ। 5. ଡଲଫିନ୍ ମଣିଷର ବନ୍ଧୁ ବୋଲି କୁହାଯାଏ। ଡଲଫିନ୍କୁ ମଧ୍ୟ ଭଲ ଭାଗ୍ୟ ଆସିବାର ସଂକେତ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି। ନମ୍ବର 6. କଇଁଛକୁ ପୁରା ଦୁନିଆରେ ଭଲ ଭାଗ୍ୟର ପ୍ରତୀକ ମାନିଥାନ୍ତି। କଇଁଛକୁ କୌଣସି ରୂପରେ ଦେଖିଲେ ଆପଣଙ୍କର ଭଲ ସମୟ ଆସିବାର ସଂକେତ ମିଳିଥାଏ। ନମ୍ବର 7. ହାତ କୁଣ୍ଡେଇ ହେଲେ ଧନ ପ୍ରାପ୍ତି ହେବାର ସଂକେତ ମିଳିଥାଏ। ଯଦି ଆପଣଙ୍କର ହାତ କୁଣ୍ଡେଇ ହୁଏ ତେବେ ଆପଣଙ୍କୁ କିଛି ଦିନ ମଧ୍ୟରେ ଧନ ପ୍ରାପ୍ତି ହୋଇଥାଏ। ନମ୍ବର 8. ବର୍ଷାରେ ସୂର୍ଯ୍ୟ ଚମକିବା ବହୁତ କମ୍ ଦେଖିବାକୁ ମିଳେ। ଆପଣ ବର୍ଷାରେ ଓଦା ହେବା ସମୟରେ ଯଦି ଚମକୁଥିବା ସୂର୍ଯ୍ୟ ଦେଖନ୍ତି ତେବେ ଆପଣ ବହୁ ଧନ ଅର୍ଜନ କରିବାର ସଂକେତ ମିଳିଥାଏ। ନମ୍ବର 9. ମୋତି ସଭ୍ୟତାରେ ପାଣି କୂଳରେ ହୋଇଥାନ୍ତି। ଏହାକୁ ଆଭୂଷଣ ଭାବେ ଗ୍ରହଣ କରାଯାଏ। ମୋତିକୁ ଶାସ୍ତ୍ରରେ ଭଲ ସମୟ ଆସିବାର ସଂକେତ ଭାବେ ବର୍ଣ୍ଣିତ ଅଛି। ନମ୍ବର 10. ବଗିଚାରେ ପ୍ରାକୃତିକ ଦୃଶ୍ୟ ଦେଖିବା ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ। ବର୍ଷା ପରେ ଯଦି ଆପଣ ଆପଣଙ୍କ ବଗିଚାରେ ବେଙ୍ଗ ବୋବେଇବାର ଶବ୍ଦ ଶୁଣନ୍ତି ତେବେ ଏହା ଏକ ଭଲ ସମୟ ଆସିବାର ସଂକେତ ହୋଇଥାଏ। ନମ୍ବର 11. କୁକୁର ଯଦି ଆପଣଙ୍କ ଘରକୁ ଆସେ ତେବେ ଆପଣଙ୍କର ଭବିଷ୍ୟତରେ ଆସୁଥିବା ଧନର ସଂକେତ ଅଟେ। ନମ୍ବର 12. ରାସ୍ତାରେ ଗଲାବେଳେ କିମ୍ବା ଆପଣ ଯୁଆଡ଼େ ଯାଆନ୍ତି ଯଦି ଆପଣ ଚାରିପତରିଆ ଘାସ କିମ୍ବା କଏନ୍ ପାଆନ୍ତି ତେବେ ତାକୁ ସମ୍ଭାଳିକି ରଖନ୍ତୁ, ଯାହାଦ୍ୱାରା ଆସୁଥିବା ଭଲ ସଂକେତ ହୋଇଥାଏ। ନମ୍ବର 13. ଯଦି ଆପଣ ପୋଷାକକୁ ଓଲଟିଆ ପିନ୍ଧନ୍ତି ତେବେ ଆପଣଙ୍କର ସୁଖ ସମୃଦ୍ଧି ଆସିବାର ସଂକେତ ହୋଇଥାଏ। ନମ୍ବର 14. ଭାଙ୍ଗିଥିବା ତାରା ଦେଖିବା ଶୁଭ ବୋଲି ମାନାଯାଏ। ଯଦି ଆପଣ ଭାଙ୍ଗିଥିବା ତାରା ଦେଖିବେ ସେହି ସମୟରେ ଯଦି ଆପଣ କିଛି ମାଗନ୍ତି ତେବେ 30 ଦିନ ମଧ୍ୟରେ ଆପଣଙ୍କର ମନସ୍କାମନା ପୂର୍ଣ୍ଣ ହେବାର ସଂକେତ ହୋଇଥାଏ। ନମ୍ବର 15. ବୁଢ଼ିଆଣୀ ଜାଲ ଘରେ ଅଶୁଭ ବୋଲି ମନାଯାଏ। ଯଦି ଆପଣ ଘରେ ବୁଢ଼ିଆଣୀ ଜାଲ ଦେଖନ୍ତି ସେହି ଜାଲରେ ଆପଣଙ୍କ ନାମର ପ୍ରଥମ ଅକ୍ଷର ବୁଣା ହେବାର ଦେଖନ୍ତି ତେବେ ତାହା ଶୁଭ ସମୟ ଆସିବାର ସଂକେତ ହୋଇଥାଏ। ନମ୍ବର 16. ଚଢ଼େଇମାନେ ଆପଣଙ୍କ ଉପରେ ମଳତ୍ୟାଗ କରିଥିବେ ଓ ଆପଣ ରାଗି ବି ଯାଆନ୍ତି, କିନ୍ତୁ ଚଢ଼େଇମାନେ ଆପଣଙ୍କ ଉପରେ ଯଦି ମଳତ୍ୟାଗ କରନ୍ତି ତେବେ ତାହା ଶୁଭ ସଂକେତ ହୋଇଥାଏ। ବନ୍ଧୁଗଣ, ଯଦି ଆପଣଙ୍କୁ ଭିଡ଼ିଓ ଟିକେ ବି ପସନ୍ଦ ଆସୁଥିବ ତ ପ୍ଲିଜ୍ ଲାଇକ୍ କରିବାକୁ ଜମାରୁ ଭୁଲିବେନି ଏବଂ ସାଙ୍ଗମାନଙ୍କ ସହିତ ନିଶ୍ଚିତ ଭାବେ ସେୟାର କରିଦେବେ। ନମ୍ବର 17. ବାଦୁଡ଼ି ଘରକୁ ଆସିବା ଦ୍ୱାରା ଆପଣ ଅଶୁଭ ବୋଲି ମାନନ୍ତି। ଯଦି ବାଦୁଡ଼ି ଘରକୁ ଆସି ତାର ଘର ତିଆରି କରେ ତେବେ ଏହା ଶୁଭ ସଂକେତ ହୋଇଥାଏ। 18. ରାସ୍ତାରେ ଗଲାବେଳେ ଯଦି ଆପଣ ନବବିବାହିତାଙ୍କୁ ଦେଖନ୍ତି
ତେବେ ଏହା ମଧ୍ୟ ଭଲ ସମୟ ଆସିବାର ସଂକେତ ହୋଇଥାଏ। 19. ସକାଳୁ ଯଦି ଆପଣ ବାହାରକୁ ଯାଆନ୍ତି, ଗଲାବେଳେ ଆପଣ ଆଖୁ ଦେଖନ୍ତି, ତେବେ ଏହି ସଂକେତ ଆପଣଙ୍କୁ ପଇସା ମିଳିବାର ସଂକେତ ଦେଇଥାଏ। 20. ସକାଳୁ ଉଠିବା ପରେ ଯଦି ଆପଣ କ୍ଷୀର କିମ୍ବା ଦହି ଭଳି ଜିନିଷ ଦେଖନ୍ତୁ, ତେବେ ଆପଣଙ୍କର ଭଲ ସମୟ ଆସିବାର ସଂକେତ ହୋଇଥାଏ। ନମ୍ବର 21. ଯଦି ଆପଣ ସ୍ୱପ୍ନରେ ସବୁଜମୟ ଘାସ ଦେଖନ୍ତି ବା ସବୁଆଡ଼େ ସବୁଜମୟ ଦେଖନ୍ତି, ତେବେ ତାହା ଆସୁଥିବା ଶୁଭ ସଂକେତ ହୋଇଥାଏ। ନମ୍ବର 22. ଯଦି ଆପଣ ଶୋଇବା ସମୟରେ ଧଳା ବା ସୁନା ରଙ୍ଗର ସାପ ଦେଖନ୍ତି, ତେବେ ଏହା ଆସୁଥିବା ଭଲ ସମୟର ସଂକେତ ହୋଇଥାଏ। ନମ୍ବର 23. ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ନମ୍ବର 24. ଯାତ୍ରା ସମୟରେ ଯଦି ଆପଣ ଡାହାଣ ପାଖରେ ମାଙ୍କଡ଼, କୁକୁର, ସାପ ଦେଖନ୍ତି, ତେବେ ଏହା ଶୁଭ ସଂକେତ ହୋଇଥାଏ। ନମ୍ବର 25. ନଡ଼ିଆକୁ ସମସ୍ତେ ଭଗବାନଙ୍କୁ ଅର୍ପଣ କରିଥାନ୍ତି। ଆପଣ ସକାଳୁ ଉଠିଲା ପରେ ଯଦି ନଡ଼ିଆ ଦେଖନ୍ତି, ତେବେ ତାହା ଶୁଭ ସମୟ ଆସିବାର ସଂକେତ ହୋଇଥାଏ। ଯଦି ଆପଣଙ୍କ ବଗିଚାରେ କିମ୍ବା ଜମିରେ ଗାଈ ଆସି ଚରନ୍ତି, ତେବେ ତାହା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ହୋଇଥାଏ ଏବଂ ଶୁଭ ସଂକେତ ହୋଇଥାଏ।